ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବିଶାଳ ରାଲି। ଝଡ଼ର ଇଗଲ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଆଜି ହେଉଛି 108ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଓଡ଼ିଶା ସମେତ ସାରା ଭାରତବର୍ଷରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅଦମ୍ୟ ସାହସ ଓ ଦକ୍ଷତାର ସମ୍ପର୍କରେ ଚର୍ଚ୍ଚା କରାଯାଉଛି। ସେହିଭଳି ଆଜି ସକାଳେ ସାଲେପୁର ଅଞ୍ଚଳର ବିଜେଡି ଯୁବ ସଂଗଠକ ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ 10,000ରୁ ଉର୍ଦ୍ଧ୍ୱ ସମର୍ଥକ ଧରି ଜଗତପୁରଠାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସାଲେପୁର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଟକରୁ ରମେଶ ଚନ୍ଦ୍ର ମହାଳିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ବିଜୁ ହଉଛି ଇଗଲ ର ପ୍ରତୀକ। ସେ ହଉଛନ୍ତି ଇଗଲ ମାନେ କେତେବେଳେ ଆସେ ଯେମିତି ବାତ୍ୟା ଆସେ ଚାଲିଯାଏ, ସେମିତି ନୁହଁ। ଇଏ ହଉଛି ଇଗଲ, ପୁରା ସ୍ୱତନ୍ତ୍ର ଗୋଟେ ପରିଚୟ ପାଉଛନ୍ତି। ସେ ହଉଛି ଆମର ବିଜୁ ପଟ୍ଟନାୟକ। ତାଙ୍କର ସୁଖ ଦୁଃଖରେ ଆମେ ସବୁବେଳେ ଆଗରୁ ରହିଥିଲୁ, ଆମ ପିତାମାତା ରହିଥିଲେ। ଆମେ ବି ମଧ୍ୟ ତାଙ୍କର ଶୋକ ସଭା ଇଏ କରୁଛୁ, ଜନ୍ମ ଦିବସ ପାଳନ କରୁଛୁ ବୋଲି ଆଶା କରୁଛୁ। ସହକର୍ମୀ ମିନିମମ୍ 2500ରୁ ଉର୍ଦ୍ଧ୍ୱ ବାଇକ୍ ଆଉ 200ରୁ ଉର୍ଦ୍ଧ୍ୱ ଅଟୋ ଯାଉଛନ୍ତି, ଆଉ 70ଟି କାର୍ ଯାଉଛନ୍ତି।